କରିବାକୁ ପ୍ରସ୍ତୁତ ହୁଅ। ଲେଖାଯାଉଛି এই হেতু ইসরায়েল তুমি কଣ কর যে ଆପଣ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବା ପାଇଁ ପ୍ରସ୍ତୁତ ହୁଅ। ଏ ପୁସ୍ତକ ଯୋଉ ଲେଖୁଛନ୍ତି ସେ ହେଉଛନ୍ତି ଆମୋସ। ଆମୋସ ଜଣେ ଚାଷୀ ଥିଲେ। ଆପଣ ଦେଖିବେ ଆମୋସ 1 ପର୍ବ ତାର 1 ପଦରେ ପଢିବେ। ଜିହୁଦାର ରାଜା ଉସିୟର ଅଧିକାର ସମୟରେ ଓ ଜୟାସର ପୁତ୍ର ଇସ୍ରାଏଲର ରାଜା ଜାରବିଆମର ଅଧିକାର ସମୟରେ ଭୂମିକମ୍ପର 2 ବର୍ଷର ପୂର୍ବରେ ତକୟସ୍ଥ ଗୋପାଳକ ମାନଙ୍କର ମଧ୍ୟବର୍ତ୍ତୀ ଆମୋସ ଇସ୍ରାଏଲ ବିଷୟରେ ଯେ ଦର୍ଶନ ପାଇଲେ ତତ୍ ବିଷୟକ ତାଙ୍କର ବାକ୍ୟ। କଣ ଲେଖାଯାଉଛି? ସେ ଗୋଟେ ଗୋପାଳକ ଥିଲେ। ତାଙ୍କର କଣ କାମ ଥିଲା? ସେ ଗୋପାଳକ ଥିଲେ। ଆପଣ ଯଦି 7 ପର୍ବ ତାର 14 ପଦ ଦେଖିବେ, ଆମୋସ 7 ପର୍ବ 14 ପଦ। ତହିଁରେ ଆମୋସ ଉତ୍ତର କରି ଅମତ୍ସ୍ୟକୁ କହିଲେ ମୁଁ ଭବିଷ୍ୟତ ବକ୍ତା ନଥିଲି କିମ୍ବା କୌଣସି ଭବିଷ୍ୟତ ବକ୍ତାର ପୁତ୍ର ନଥିଲି ମାତ୍ର ମୁଁ ଗୋପାଳକ ଓ ଡିମିରି ବୃକ୍ଷର କୃଷକ ଥିଲି। କଣ ଥିଲି? ଡିମ୍ବୁରି ବୃକ୍ଷର କୃଷକ ଥିଲି। ମୁଁ ଗୋପାଳକ ଥିଲି। ମାନେ କଣ? ସେ ଗୋଟେ ପ୍ରଫେଟ ନଥିଲେ, ସେ ଗୋଟେ ପ୍ରଫେସନାଲ ପ୍ରଫେଟ ନଥିଲେ। ଯଦି ଅନ୍ୟ ଭାବବାଦୀ ମାନେ ବାଇବେଲ ଦେଖୁଛୁ, ଇଏ ସେମିତି ଭାବବାଦୀ ନଥିଲେ। ଅର୍ଡିନାରୀ ଚାଷୀଟା ଗୋଟେ ଗୋପାଳକ। ଡିମ୍ବୁରି ବୃକ୍ଷ ଗୁଡାକ ଥିଲା, ତାର ଚାଷ ସେ କରୁଥିଲେ। କିନ୍ତୁ ଆମ ପୁସ୍ତକ ଯଦି ଆପଣ ପଢିବେ, ତାଙ୍କୁ ଆମେ କହୁ ସେ ହଉଛନ୍ତି ପ୍ରଫେଟ ଅଫ ସୋସିଆଲ ଜଷ୍ଟିସ। ସାମାଜିକ ନ୍ୟାୟ ବିଷୟରେ ସେ ଭାବବାଦୀ ଅଟନ୍ତି। ସମାଜରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟରେ ଯୋଉ ଅରାଜକତା ଥିଲା, ଅନ୍ୟାୟ ଥିଲା, ଦୁର୍ନୀତି ଥିଲା, ଭ୍ରଷ୍ଟତା ଥିଲା, ସେ ସମ୍ପର୍କରେ ସ୍ୱର ଉତ୍ତୋଳନ କରିବା ପାଇଁ ପ୍ରଭୁ ଆମୋସକୁ ଉଠେଇଥିଲେ। ମାନେ ଯେତେବେଳେ ଆମୋସ କହୁଥିଲେ ଲୋକମାନେ ଖାମୋଶ ହେଇଯାଉଥିଲେ। जब आमोस बोलता था तो लोग खामोश हो जाते थे। एमिति जने व्यक्ति तांकर बिब्लिकल नॉलेज भी देखिबे आश्चर्य थिला तांकर। और आमोस शब्दर अर्थ कोन? बर्डन बियरर, बोझ बुहाली। से केमितिका बोझ बुहाली? से प्रभुंकर बोझ बुहाली। प्रभु तांको कांधरे जो बोझटा देइथिले सेही बोझ नै से लोकमान को कतिरे जाउछंती। और प्रभु जहा कहिसंती से निर्भीक भाबरे कहउछंती, निर्भीक भाबरे कहउछंती। ଆମୋସ ଭବିଷ୍ୟତବକ୍ତା ସେ ଦକ୍ଷିଣ ରାଜ୍ୟ ଜିହୁଦାର ସେ ଭାବବାଦୀ ଥିଲେ। କିନ୍ତୁ ସେ ନର୍ଦର୍ନ କିଙ୍ଗଡମ ଇସ୍ରାଏଲରେ ସେ ଯାଇକି କଣ କରୁଛନ୍ତି? ତାଙ୍କର ଭାବବାଣୀ ସେ ଦଉଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏଇ ପୁସ୍ତକ ଯଦି ଆମେ ପଢିବା, ଆମେ ଗୁଡିଏ ବିଷୟ ଜାଣିପାରିବା। ସେ ନିର୍ଭୀକ ଭାବରେ ଲୋକମାନଙ୍କୁ ସେ କହୁଛନ୍ତି ସେମାନଙ୍କ ପାପ ବିଷୟରେ, ମନ୍ଦତା ବିଷୟରେ। ଆମେ ଆମୋସ 4 ପର୍ବ 12 ପଦକୁ ଆସିବା ପୂର୍ବରୁ ଆଉ କିଛି ବିଷୟ ଆମେ ଧ୍ୟାନ କରିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ସେଇ ସମୟରେ ଆମେ ଯଦି ଦେଖିବା, ଇସ୍ରାଏଲ ଗୋଟେ ବହୁତ ଆଶୀର୍ବାଦ ଯୁକ୍ତ ଦେଶ ଥିଲା, ଗୋଟେ ପାୱାରଫୁଲ ନେସନ ଥିଲା। ଆଉ ସେ ଟ୍ରେଡ ରୁଟ, ଯୋଉଠି ବାଣିଜ୍ୟ ରାସ୍ତା ଥିଲା, ତାକୁ ସେମାନେ କଣ୍ଟ୍ରୋଲ କରୁଥିଲେ। ତ ସେମାନଙ୍କର ଗୋଟେ ଇକୋନୋମିକ ପ୍ରୋସ୍ପେରିଟି ଥିଲା। आर्थिक भाव में संबलशाली थे। और युद्ध भी नाला, तो एमाने बहुत धनशाली थे। कौन हो धन आड़ को बेसी आकृष्ट होती, अनैतिक काम करुछंती, अन्याय करुछंती। आमोस भविष्यवक्ता से भाववाणी कहते जे प्रभु तुम विचार करेंगे, प्रभु तुम दंड देवे, यहाँ से कहते। आमोस भविष्यवक्ता जो भाववाणी करथिले, से भाववाणी करिवार 30 वर्ष परे ए भाववाणी गुडा सफल है। जहाँ कहते प्रिय भाई बहनी माने, भाववादी माने सीए से जहाँ कहती ता सफल होता है। लिखिबार उद्देश्य कौन? जिते माने धनशाली हेले, दयाकर शुणु, जिते माने धनशाली हेले से समय माने प्रभु को उपेक्षा करने का आरंभ कले, प्रभु को तिरस्कार करने का आरंभ कले। कौन कले? एमाने सब पाप भी करुछंती, ता सहित आत्मिक जीवन भी काटुछंती। गोटे सुपरफिशियल क्रिश्चियनिटी बोले कहि परिबा, गोटे सुपरफिशियल रिलीजन, ऊपर ठाउरिया धर्म कर्म करुथिले। माने गोटे कपट जीवन काटुथिले। से कौन करुथिले? प्रभु को भय करू नथिले, किंतु समस्त
ଧର୍ମ କର୍ମରେ ଲିପ୍ତ ଥିଲେ, ପାପ ବି କରୁଥିଲେ, ଦାନ ବି ଦଉଥିଲେ, ଆଉ ସେମାନେ ମନ୍ଦତାରେ ଲିପ୍ତ ଥିଲେ, ଆଉ ପ୍ରଭୁ ପ୍ରଭୁ ମଧ୍ୟ ହଉଥିବେ ସେମାନେ। এই দিন মান ଆପଣ ଦେଖିବେ ଯେ ରିଲିଜିୟସିଟିକୁ ଲୋକମାନେ ସ୍ପିରିଚୁଆଲିଟି ବୋଲି କହୁଛନ୍ତି। ମନେ ରଖିଥାନ୍ତୁ, ରିଲିଜିୟସିଟି ଇଜ ନଟ୍ ସ୍ପିରିଚୁଆଲିଟି। ଆଜିର ସମୟରେ ଧର୍ମ କର୍ମ, ଉପବାସ କରିବା, ଦାନ ଦେବା, ଦଶମାଂଶ ଦେବା, ଆମେ କହୁଛୁ ଆଜ୍ଞା ସେ ଲୋକଟା ବାବା ବାବା କେତେ ସ୍ପିରିଚୁଆଲ, ସେ କାହିଁକି ଗୀତ ଭଲ ଗାଉଛନ୍ତି, ଆଜ୍ଞା ତାଙ୍କ ପରୀକ୍ଷା ଦାନ ଦେବେ ନା ଆଜ୍ଞା, ସେ ମା ନାଇଁ କି ଆଜ୍ଞା ଏତେ ସ୍ପିରିଚୁଆଲ, ଆଜ୍ଞା ପ୍ରଭୁଙ୍କ ଲୋକମାନଙ୍କୁ ଗଲେ ଆତିଥ୍ୟ କରନ୍ତି କିନ୍ତୁ ତାଙ୍କ ଶାଶୁକୁ ପଚାରନ୍ତି ନାଇଁ। ଆମକୁ ଖାଇବାକୁ ଦେଲେ ଆମେ ଖୁସି ହେଇଯାଉଛୁ, ଆଜ୍ଞା ସେ ଘରକୁ ଯିବେ କେବେ ବି ଖାଲି ହାତରେ ଆସିବେ ନାହିଁ, ସେମାନେ ଦାନ ଦେଇ ପଠାଇବେ କିନ୍ତୁ ଅର୍ଥ କୋଉଠୁ ଆସୁଛି ସେଟା ଆମକୁ ଜଣା ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ଲୋକମାନେ କଣ କରୁଛନ୍ତି, ଇସ୍ରାଏଲ ଭାବୁଛି କଣ, ପ୍ରଭୁ ତାଙ୍କୁ ଆଶୀର୍ବାଦ କରିଛନ୍ତି, ତାଙ୍କୁ ସମ୍ବଳ ଦେଇଛନ୍ତି, ସମୃଦ୍ଧି ଦେଇଛନ୍ତି, ଉନ୍ନତି ଦେଇଛନ୍ତି, ତ ଏମାନେ ଭୁଲ ଭାବୁଛନ୍ତି କଣ ଯେ ଆମର ପ୍ରଭୁ ଯେ ଆମକୁ ଏତେ ପ୍ରେମ କରୁଛନ୍ତି ସେ କେବେ ବି ଆମକୁ ଦଣ୍ଡ ଦେବେ ନାହିଁ, ଦେବେ ନାହିଁ ସେ। କାରଣ ଆଜିକାଲି ଦେଖିବେ ଖାଲି ଆଶୀର୍ବାଦ କରିବା ପ୍ରଭୁ ଦରକାର ଲୋକମାନଙ୍କୁ, ଆଶୀର୍ବାଦ। ଆପଣ ଯୋଉଠି ଯାଆନ୍ତୁ ଆଶୀର୍ବାଦର କଥା। ପ୍ରଭୁ ପ୍ରେମିକ ଅଟନ୍ତି, ପ୍ରଭୁ ପ୍ରେମିକ ଅଟନ୍ତି। ଥରେ ଜଣେ ଲୋକ କଣ କହୁଥିଲା, ଏ ନିରଞ୍ଜନ ତୁରୁକ ଏବେ ରାଜୀବ ଡାନିଏଲ ସାମ୍ନାରେ ଆଜ୍ଞା ଆପଣ ବୋଲି କହିବେ, ପଚାରେ କଣ କହିବେ, ଏ ରାଜୀବ ଡାନିଏଲ, ଏ ନିରଞ୍ଜନ ତୁରୁକ, ଏମାନେ ଖାଲି ଲୋକମାନଙ୍କୁ ଡରାଇବା ଛଡା କିଛି କୁହନ୍ତି। ସତ କଥା, ଆମେ ଡରଉଛୁ। ଡର କାହିଁକି? ଡର ବିଚାର ଅଛି। ଆମେ ଡରେଇ ଡରେଇ ଲୋକମାନଙ୍କୁ ସ୍ୱର୍ଗକୁ ନଉଛୁ, ନର୍କକୁ ନଉନୁ। ଲୋକମାନଙ୍କୁ କହୁଛୁ ପାପ କରିବା ପାଇଁ ଡର, ଭୁଲ କରିବା ପାଇଁ ଡର। ଡର ଥିବା ଦରକାର। ଯଦି ସେଇ ଭୟ ଚାଲିଗଲା ଆପଣ ପାପରେ ବି ନଷ୍ଟ ହେଇଯିବେ। ସେ ଭୟ ରହିବ, ପବିତ୍ର ଭୟ ରହିବା ଦରକାର। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଇସ୍ରାଏଲର ଭୁଲ କଣ ହେଲା? କାରଣ ପରମେଶ୍ୱର ସେମାନଙ୍କୁ ଉଦ୍ଧାର କରିଛନ୍ତି, ମିଶ୍ରରୁ ବାହାର କରି ଆଣିଛନ୍ତି, ପ୍ରଭୁ ସେମାନେ ଯୁଦ୍ଧ ଲଢିଛନ୍ତି, ସେମାନଙ୍କୁ ମାନ୍ନା ଦେଇଛନ୍ତି, ସେ ଅଗ୍ନିରେ ଗମନ କରିଛନ୍ତି ସମସ୍ତ, ଦିନରେ ମେଘ ସ୍ତମ୍ଭ, ରାତିରେ ଅଗ୍ନିସ୍ତମ୍ଭରେ ଯାଉଛନ୍ତି, ସେମାନଙ୍କୁ ଖାଇବାକୁ ଦେଇଛନ୍ତି, ପଥରରୁ ପାଣି ଦେଇଛନ୍ତି, ଲଢିବା ପାଇଁ ପଡିନାହିଁ, ସେମାନଙ୍କ ଜୋତା ଛିଣ୍ଡି ନାହିଁ, ସ୍ୱାଭାବିକ ବଳ ହ୍ରାସ ହେଇନାହିଁ। ତ ଏମାନେ କଣ ଭାବୁଛନ୍ତି, ଆମର ପ୍ରଭୁ ଆମକୁ କେତେ ଭଲ ପାଉଛନ୍ତି, এইটা ତାଙ୍କର ମୁଣ୍ଡରେ ପଶି ଯାଇଛି। ତ ପ୍ରଭୁ ହୁଏତ କାହାକୁ ଦଣ୍ଡ ଦେଲେ ଦେବେ, କିନ୍ତୁ ମତେ ଦଣ୍ଡ ଦେବେ। ଝିଅମାନେ ଯେମିତି କହୁଥିବେ ନା ନାଇଁ, ମୋ ମା ଏତେ ଭଲ ଲୋ, କେତେ ଭଲ, ମତେ ବୋଲେ ପ୍ରାଣ, ମୁଁ ଯୋଉଟା କଲେ ବି ମୋର ମା କିଛି କରିବ। ଯୋଉ ଦିନ ମା ଝାଡୁ କାଢି ପିଟିବ ସେତେବେଳେ ଜାଣ, ହ্যাঁ ମାକୁ କଣ ଭୂତ ଧରିଛି। ମାକୁ ଭୂତ ଧରି ନାହିଁ, ମା ଭୂତ ଛଡାଉଛି। ମାର ଦିଟା ରୂପ। ଆଜିର ମା ମାନେ କଣ, ଏତେ ଭଲ ମା ମାନେ କୋଉଠି ଥିଲେ ମୁଇଁ ବି ଜାଣିନାହିଁ। ରାତି ସାରା ଝିଅ ମାନେ ଫୋନରେ କଥା ହେଲେ କିଏ ଲୋ ବୋଲି ବି ପଚାରୁନାହାନ୍ତି। କଣ ଉଲ୍ଟା କହୁଛନ୍ତି, ଯା ଲୋ ଭିତରେ କଥା ହେଇଯା, তোর বাবা কি ভাই জানলে তো চিবে দেখ ভিতরে যাই কথা হে। এতে বড়িয়া মা ছিল রাতে সারা গোপন নাই কাহিঁকি, হ্যাঁ হ্যাঁ রাতে সারা ফোন রে গপিব, আকু তাকে কথা আগু চর্চা শিকড় করছি। লর্ড I want to see you, तुझे देखना मैं चाह। प्रभु कहे राती जाको मोबाइल देख लो अंटी नहीं तोते, राती जाको गोपलो तो अंटी नहीं। कौन मोर प्रिय भाई बहन मान केता बढ़िया बड़ा गीत आसीछि आजिकली। से गीत शुणी आमे कौन करछु, कारण जेमन गीत लेखुछथि प्रभु रे नांती, ताको ट्यून जणा, ताको लेखवा को जणा, बाइबल जणा। आपण जति पुराना गीत देखिबे लास्टिंग काई करछि, सेठी थियोलॉजी अछि। आजिकाली थियोलॉजी लेखवा लोक थियोलॉजी नै, थियोलॉजियन पाक जीवे मध्य नहीं, निजे निजे लिखि देबे। हां ताको कोन पचारनो, से बुढ़ा लोक ताको के जणा, मते बेसी जणा। तो गीत कौन, जब मैं पुकारूं तू तोरे आता है, बोले बाजे वाला कौन कहे डिक 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 बोले तो पवित्र आत्मा कुआरे बाजुची, कुटी बाजुची, ओ इटी बाजुची बोले पळे आस्ते। आउ कौन आउ गोटे गीत अछि, पवित्र आत्मा आइए, पवित्र आत्मा आइए। बाबा बाबा जेबेरु पवित्र आत्मा अछंती सेबेरु आमे नहीं। खाली लोक काली की मरीचु, आमे पवित्र आत्मा को आमे आ बोले आसमे जा बोले छिबे कौन। थरे गोटे बुढ़ी माटा मते आसे कहउछंती, तुरु बाबू
ମୁଁ ଟିକେ ପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଚାହୁଁଛି। ମୁଁ କଣ କଲେ ପ୍ରଭୁଙ୍କ ଦର୍ଶନ ପାଇବି? ମୁଁ କହିଲି ମା ବେଶୀ ସିମ୍ପଲ, ଆପଣ ଦୂରଦର୍ଶନ ଦେଖିବା ବନ୍ଦ କରିଦିଅନ୍ତୁ, ଆପଣ ଦର୍ଶନ ବାସ୍। ଆପଣ ଦୂରଦର୍ଶନ ଦେଖିବା ବନ୍ଦ କରିଦିଅନ୍ତୁ, ଆପଣ ଦର୍ଶନ। ଏ ଦୂରଦର୍ଶନ ଦେଖିବା ଲୋକ ଦର୍ଶନ ପାଇବେ ନାହିଁ। ରାତି ଯାକ ମୋବାଇଲ ଧରି ବ୍ୟସ୍ତ ହଉଛି, ରାତି 2ଟା ଯାଏ ଶୋଇବା ପର୍ଯ୍ୟନ୍ତ। ଏ ପୁଅ ଝିଅ ମାନେ ମୋବାଇଲ ଧରି ଏମିତି ଟାଇପ କରୁଥିବେ, ଏମାନେ ଯଦି ସେ କଲେକ୍ଟର ଅଫିସରେ କାମ କଲେ ଷ୍ଟେନୋ ହୋଇଥାଏ। ଏମିତି ଟାଇପ ଦେଖା ଦେଖି ନାହିଁ, ଆଖି ବନ୍ଦ କରି ଆଉ କିଛି ନାହିଁ। ଗୋଟେ ଦିନ ମୁଁ ମୋର ମୋବାଇଲରେ ଟାଇପ କଲା ବେଳକୁ କ୍ୟୁ ଖୋଜୁଛି, ମିଳୁନି, ସେ କ୍ୟୁ ମିଳୁନାହିଁ। ପରେ ମୁଁ ଫୋନ କଲି ହାମେଲ ଭାଇଙ୍କୁ, ବହୁତ ଭାଇ ମୋର ମୋବାଇଲ ଟାଇପରେ କ୍ୟୁ ଦୁଶୁନାହିଁ ଭାଇ। ସେ କହିଲେ ଭାଇ ଉପରେ ଅଛି, ଉପରେ ଅଛି, କୋଉଠି ଉପରେ ଅଛି? ପରେ ଦେଖିଲେ ଏଠି କ୍ୟୁ ଅଛି। ଏମାନଙ୍କୁ ସବୁ ଜଣା କେମିତି ଟାଇପ କରିବେ। ବାଇବଲ ଖୋଲେ ବୋଲେ ଖୋଲି ପାରୁନାହାନ୍ତି, କୋଉଟା ଗୋଟେ ଖୋଲି ବସି ଦେଇଥିବେ ସେମାନେ। ବାଇବଲ ଖୋଲେ ବୋଲେ କୋଉଟା ଖୋଲିକରି ବସି ଦେଇଥିବେ। ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ଆମକୁ ପ୍ରଭୁ ବୋଲି ସମ୍ଭାଳିଛନ୍ତି। ଆଉ ଯଦି ବାକି କିଏ ହେଇଥିଲେ ଥକିଆ ମାନେ ବାହାର କରିଥାନ୍ତେ। ଗେଟ୍ ଆଉଟ୍ ତମର ଭଳିଆ ଲୋକ ପ୍ରିୟ ମାନେ ଆମକୁ ଯେମିତି 4ଟା ପ୍ରୋଗ୍ରାମ ମିଳିଲାନି, ଏ 4ଟା ପ୍ରୋଗ୍ରାମ ଯଦି ଅନ୍ୟମାନଙ୍କୁ ମିଳିଥାନ୍ତା ପବିତ୍ରତା ସିଦ୍ଧ ହୋଇଥାନ୍ତେ। ଆମେ କଣ ବର୍ଷକୁ ଥରେ ଆସୁଛୁ, କଂସାରୀ ଘର ପାରା ଭଳିଆ ଡେଉଁଛୁ, ତାପରେ ଏଠୁ ଆଉ ଯେତିକି ସେମିତି ଆଉ ଆସନ୍ତା ବର୍ଷ। ଏବେ ଗଲାବେଳେ ପଚାରିବେ ଭାଇକୁ, ଭାଇ ଆସନ୍ତା ବର୍ଷ କୋଉଠି କରିବେ ଭାଇ? କୋଉଠି କରିବେ, କେମିତି କରୁଛନ୍ତି ତାଙ୍କୁ ଜଣା। ମୁଁ ତାଙ୍କୁ ପଚାରିଲି ଭାଇ ପଇସା ପତ୍ର କେମିତି ଅଛି? ଭାଇ ନାଇଁ, ଏ ଡବା ଅଛି, ସେ ଡବାରେ ଚା ପକାଇବେ, ସେଟା ଅଛି। ହେଲା, ମନେ ରଖିଥାନ୍ତୁ, ଗଲାବେଳେ ସେ ଡବା ଗୁଡ଼ିକ ମନେ ପକାଇବେ। କାରଣ ଦାନ ତ ସଂଗ୍ରହ ପରେ ଭଲେଣ୍ଟାରିଲି ଆପଣ ଦେଇକି ଯିବେ। ଗାଡି ଭଡା ଟିକେ ରଖିବେ, ଅଟୋ ଭଡା ରଖିବେ, ତାପରେ ବଳକାଟା ଦେଇକି ଯିବେ, ସେବା ପାଇଁ ଦେଇକି ଯିବେ। ସେବା ସେମିତିକା ସେବା। ତ ପ୍ରିୟ ଭାଇ ଭଉଣୀ ମାନେ ବାରମ୍ବାର ସୁଯୋଗ ମିଳିବ ନାହିଁ। ତ ପରମେଶ୍ୱର ଆମମାନଙ୍କର ଯତ୍ନ ନେବା ଦ୍ୱାରା କଣ ହେଇଯାଉଛି, ଆମମାନଙ୍କର ମୁଣ୍ଡ ବୁଲା ହେଇଯାଉଛି। ଆଜିର ଖ୍ରୀଷ୍ଟିଆନ କେମିତି ଖ୍ରୀଷ୍ଟିଆନ? ମୁଣ୍ଡ ବୁଲା ଖ୍ରୀଷ୍ଟିଆନ। ଏ ସବୁ କାମ করব, ପାପ করব, ମନ୍ଦ କାମ করব, କୁକର୍ମ করব, ସବୁ করব। ଆହୁରି ଚର୍ଚ୍ଚା ଆସିକରି ତେରେ ଭବନ ମେ ଆୟା ହୁଁ। ପ୍ରଭୁ କେବେ କାହିଁକି ଆସିଲୁ? ଜାଣିଥାନ୍ତୁ କଣ ପାଇଁ ଆସିଲୁ? ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ଆମେ ଯାହା ଯାହା ଟାଇପ କରୁଛୁ କିଛି ଡିଲିଟ ହଉନାହିଁ। ମନେ ରଖିଥାଉ, ଆପଣଙ୍କର ମୋବାଇଲରେ ଡିଲିଟ ହଉଛି, ଗୁଗୁଲରେ କିଛି ଡିଲିଟ ହଉନାହିଁ। 20 ବର୍ଷର ଡାଟା ବାହାରବ। ଝିଅ ମାନେ ଭାବ ନାହିଁ, ଭଏସ ମେସେଜ ସବୁ ରେକର୍ଡ ଅଛି, ସବୁ ଅଛି। ଭାବ ନାହିଁ କିଛି କିଛି ଯିବ ବୋଲି କରି। যেମାନେ ଭାବୁଛନ୍ତି କଣ ମେସେଜ କରିବି, ଡିଲିଟ କରିବି, ସବୁ ହେଇଯିବ। ଏଟା ହଉଛି ଚତୁର କାଉର ଗୁଣ। କାଉ ଚତୁର ହେଲେ କଣ ଖାଏ? ବିରିୟାନୀ ଖାଏ। ହୋଟେଲର ବିରିୟାନୀ ନାହିଁ, ପଡ଼ିଆର ବିରିୟାନୀ। ଯେତେବେଳେ କାଉ ଚତୁର ହେବ, ସେ ବିରିୟାନୀ ଖାଇବ, ସେ କବାବ, ପୁଣି ହାଇଦ୍ରାବାଦୀ ବିରିୟାନୀ ଖାଇବ ସେ। ମନେ ରଖିଥାନ୍ତୁ, ସବୁ ଧରା ପଡିବ। ତ ଆଜି ଏଠି ଆମେ ଚିନ୍ତା କରି ଦେଖିବା, ଏଇ ଯୋଉ ଆମ 4 ପର୍ବ 12 ପଦ କଣ, କାହିଁକି ସେଟା ଲେଖା ଯାଉଛି? ପଢିବେ ଟିକେ 4 ପର୍ବ 12 ପଦ। ଏଥିପାଇଁ ହେ ଇସ୍ରାଏଲ, ଏଥିପାଇଁ ହେ ଇସ୍ରାଏଲ, ଆମ୍ଭେ ତୁମ୍ଭ ପ୍ରତି ଏ ରୂପ କରିବା, ତୁମ ପ୍ରତି ଏ ରୂପ କରିବା, ଆଉ ଆମ୍ଭେ ତୁମ୍ଭ ପ୍ରତି ଏ ରୂପ କରିବା, ଆମ୍ଭେ ତୁମ ପ୍ରତି ଏ ରୂପ କରିବା। ଏହି ହେତୁ ହେ ଇସ୍ରାଏଲ, ଏଇ ହେତୁ ହେ ଇସ୍ରାଏଲ, ତୁମ୍ଭେ ଆପଣ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ ପ୍ରସ୍ତୁତ ହୁଅ। ତୁମେ ଅନ୍ୟମାନଙ୍କୁ ସାକ୍ଷାତ କରୁଛ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଜଗତର ଲୋକ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି, ସୁନାମୀକୁ ସାକ୍ଷାତ କରିଛନ୍ତି, କରୋନାକୁ ସାକ୍ଷାତ କରିଛନ୍ତି, ପ୍ରଭୁଙ୍କୁ ସାକ୍ଷାତ କରିନାହାନ୍ତି। ସାକ୍ଷାତ କରିନାହାନ୍ତି, ଏ ଜଗତ ଲୋକ ଜାଣିନାହାନ୍ତି। ଆମେ ଯାହାଙ୍କ ସେବା କରୁଛୁ ସେ ସାଦା ପ୍ରଭୁ ନୁହଁ, ସଦା ପ୍ରଭୁ ଅଟନ୍ତି। ଟାଇମ ଆସିବ ସେ କାହିଁକି ସାକ୍ଷାତ କରିବା ପାଇଁ। ଆଜି ପ୍ରଭୁ ସମସ୍ତଙ୍କୁ ସୁଯୋଗ ଦଉଛନ୍ତି, ସମସ୍ତଙ୍କୁ ସୁଯୋଗ ଦଉଛନ୍ତି। ଏମାନଙ୍କୁ କହିବା ପୂର୍ବରୁ, ଇସ୍ରାଏଲକୁ କହିବା ପୂର୍ବରୁ ପ୍ରଭୁ ଅନ୍ୟମାନଙ୍କୁ ଦଣ୍ଡ ଦେଇ ସାରିଛନ୍ତି। ଆପଣ ଯଦି ଦେଖିବେ ଆମ 1 ପର୍ବ 3 ପର୍ବ। ସଦାପ୍ରଭୁ ଏହି କଥା କହନ୍ତି, ସଦାପ୍ରଭୁ କି ପ୍ରଭୁ?
ସଦାପ୍ରଭୁ ସଦାପ୍ରଭୁ କଥା ହେଇପାରିବ ନାହିଁ। ସଦାପ୍ରଭୁ ଏକ କଥା କହନ୍ତି, ଆମ୍ଭେ ଦାମାସ୍କସର 3 ହଁ। 4 ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ, କାରଣ ସେମାନେ ଲୌହମୟ ଶସ୍ୟ ମର୍ଦ୍ଦନ ଯନ୍ତ୍ରରେ ଗିଲିୟଦକୁ ମର୍ଦ୍ଦନ କରିଅଛନ୍ତି। ପ୍ରଭୁ କଣ କହୁଛନ୍ତି? ଆମେ ଦମେଶକକୁ ଛାଡ଼ିବା ନାହିଁ। ତାର 3 ଅପରାଧ ସକାଶେ ଆମେ ତାର ଦଣ୍ଡ ନିବାରଣ କରିବା ନାହିଁ। ପ୍ରଭୁ ତାକୁ ଦଣ୍ଡ ଦେଇଛନ୍ତି। କାହାକୁ ଦଣ୍ଡ ଦେଇଛନ୍ତି? ଦମେଶକୁ ଦଣ୍ଡ ଦେଇଛନ୍ତି। 6 ପଦ ପଢିବେ। କଥା କହନ୍ତି, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଘୋଷାର 3 ହଁ। 4 ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ, କାରଣ ସେମାନେ ଇଦୋମର ହସ୍ତରେ ସମର୍ପଣ କରିବା ପାଇଁ ସମୁଦାୟ ଲୋକଙ୍କୁ ବନ୍ଦୀ କରି ନେଇଗଲେ। ଦମେଶକୁ ଦଣ୍ଡ ଦେଲା ପରେ କଣ କରୁଛନ୍ତି? ସେ ଘୋଷାକୁ ବି ଦଣ୍ଡ ଦଉଛନ୍ତି। ଆମେ ଘୋଷାର 3 ଅପରାଧ କଣ କରିବା ନାହିଁ? ଛାଡ଼ିବା ନାହିଁ। ତାପରେ ସେ କଣ କରିବା ନାହିଁ, କାରଣ ସେମାନେ ସମୁଦାୟ ଲୋକଙ୍କୁ ଇଦୋମର ହସ୍ତରେ ସମର୍ପଣ କଲେ। ଦେଖନ୍ତୁ ପ୍ରଭୁ କଣ କରୁଛନ୍ତି? ଜଣ ଜଣ କରି ସେ ଦମେଶକୁ ଦଣ୍ଡ ଦେଲେ, ସେ ଘୋଷାକୁ ଦଣ୍ଡ ଦେଲେ, ସେ ସ୍ୱରକୁ ଦଣ୍ଡ ଦେଇଛନ୍ତି। ତ ସେ ସମସ୍ତଙ୍କୁ ଦଣ୍ଡ ଦଉଛନ୍ତି। ଏ ଦଣ୍ଡ ଦେବାଟା ଦେଖିକରି ବାକି ଲୋକ ଭାବୁଛନ୍ତି ଆମର ପ୍ରଭୁ ଦେଖ କେମିତି ଦଣ୍ଡ ଦଉଛନ୍ତି। ମାନବାକୁ ପଡିବ ଆମର ପ୍ରଭୁଙ୍କୁ। କାହିଁକି? ପ୍ରଭୁ କଣ କରିଛନ୍ତି? ସେ ପ୍ରଭୁ କିଏ? ଇସ୍ରାଏଲ ପ୍ରଭୁ କିଏ? ଯେ ଘୁମାନ୍ତି ନାହିଁ କି ନିଦ୍ରା ଯାଆନ୍ତି ନାହିଁ। ଘୁମାନ୍ତି ନାହିଁ କି ନିଦ୍ରା ଯାଆନ୍ତି ନାହିଁ। ସେ କଣ କହୁଛନ୍ତି? ତୁମର ଆକୃତି ମୋର ହସ୍ତ ପାପୁଲିରେ ଅଛି। ସେ ଏମିତି ଯତ୍ନ ନେବା ପରମେଶ୍ୱର, ଏମାନଙ୍କୁ ଖାଇବା ପାଇଁ ଚିନ୍ତା କରିବା ପାଇଁ ପଡିନାହିଁ, ଶତ୍ରୁ ସହିତ ଲଢିବା ପାଇଁ ପଡିନାହିଁ। ପ୍ରଭୁ ଏମାନଙ୍କୁ ରକ୍ଷା କରି ଆଣିଛନ୍ତି। ତ ଏମାନଙ୍କର ମନରେ କଣ ଆସିଲା? ପ୍ରଭୁ ଯଦି ଆମକୁ ଏମିତି ଯତ୍ନ ନେଉଛନ୍ତି ବୋଲେ ଆମକୁ ଦଣ୍ଡ ଦେବେ ନାହିଁ, ଦଣ୍ଡ ଦେବେ ନାହିଁ। ଆଜିକାଲି ଦେଖନ୍ତୁ ଆମର ସଭା ସମିତି ଯେତିକି ଦେଖିବେ ଖାଲି ସୁସ୍ଥତାର ପ୍ରଚାର, ଆଶୀର୍ବାଦର ପ୍ରଚାର। ଶୈତାନ ବି ଚାହୁଁଛି ଚାଲୁ, ସୁସ୍ଥ ହେଇ କୋଉଠି ଯିବ? ନରକକୁ ତ ଯିବ। ଆଶୀର୍ବାଦ ପାଇ କୋଉଠି ଯିବ? ନରକକୁ ଯିବ। ମନ ପରିବର୍ତ୍ତନ କରି ପାପ ଛାଡ଼ିଲେ ସ୍ୱର୍ଗକୁ ଯିବ। ଏ ଆଶୀର୍ବାଦ ମତେ ସ୍ୱର୍ଗକୁ ନେବ ନାହିଁ, ଏ ସୁସ୍ଥତା ମତେ ସ୍ୱର୍ଗକୁ ନେବ ନାହିଁ। ମନେ ରଖିଥା, ଆମର ଖାଲି ସାଂସାରିକ ବିଷୟ। ଜଣେ ଲୋକର ପ୍ରାର୍ଥନାରୁ ଜାଣିବେ ଏ ଜାଗତିକ ମନା ନା ଆତ୍ମିକ ମନା। ଯଦି ଜଣେ ଲୋକ ଜାଗତିକ ବିଷୟ ପାଇଁ ପ୍ରାର୍ଥନା କରୁଛି ସେ ଜାଗତିକ ମନା, ଯଦି ଆତ୍ମିକ ବିଷୟ ପାଇଁ ମାଗୁଛି ସେ ଆତ୍ମିକ ମନା। ଆତ୍ମିକ ମନା। ଆଜିକାଲି ଦେଖିବେ ଯେତିକି ସଭା ସମିତି ଗୁଡାକ ଅଛି ଖାଲି ପ୍ରଭୁ ଆଶୀର୍ବାଦ କରିବା। ପ୍ରଭୁ ଏ ଆନ୍ଧ୍ରା ଆଡେ ଯାଆନ୍ତୁ, ଆନ୍ଧ୍ରା ଆଡେ ଯାଆନ୍ତୁ, ଖାଲି ନା ଦେଉడు ଗୋପା ଦେଉడు, ନା ଦେଉడు ମାଞ୍ଚି ଦେଉడు, ଖାଲି ସେଇଟା ଆକା ଚାଲିଥିବ। ଗୋପା ଦେଉడు ମାଞ୍ଚି ଦେଉడు। ଆପଣ ଏ ଯେ ଛତିଶଗଡ଼ ଆଡେ ଯିବେ, हिंदी बेल्ट ଯିବେ, खाली चलती हो। हमारे परमेश्वर प्यार करने वाला परमेश्वर है, आपको प्यार करता है। मेरे सिस्टर आपको प्यार करते हैं, मेरे भाई आपको प्यार, काको प्यार, ये टीवी बहनी को प्यार, ये स्वामी था तो काको नारे नारे होते ताके प्यार, ये मधुआ को प्यार, एक गोदड़ू को प्यार, क्या करता है? प्यार करते हैं। से मधुआ तो स्त्री को देखी कोच सुने सुने तो कोच बड़ा विनष्ट है बोली सुने, प्यार करते हैं मेरे को। खाली तो भाव मानी एठार जने भौणी अछंती से बहुत दुखित अछंती। स्वामी स्त्री मध्य सब बेले अशांति गंडगोल मन मालिन के लोग भोग तो सब करता चलित होचे। एटा भाववाणी दरकार कि एटा तो आकाशवाणी सब करे चलिछि। एठी गोटे माँ अछंती तांकर पुओ झियो पय बहुत कष्ट पाउछथि, बहुत तांको मनर बहुत दुख। प्रभु एमानको काहेकि मु जन्म कली बोली सब माँ सेटा का भाबुछथि। एठी जड़े भौणी अछंती ऋण रे बुड़ी जाइछंती, एति बाहर भी जानी पार नांती, मरि जाइथिले इथांता बोली भाबुछथि। 4-5टा बाहर बेसंती जन कोन कबे मो विषय ही कहउथिले लो, मो कथा कहउथिले, मो कथा। ए जड़े बहु अछंती तांकर सासु तांको बहुत कष्ट दउछंती, तांको सासु तांको देखि सुनांती, सब बेले तांको पछ लागि थाउछंती। देखलु प्रभु मते एक कथा ले मो सासु को सासु बोलटा सब कोन दोली बनाई रखिछंती। आरे आरे धन मर बोली जुलै बते अछंती के सब डेंजरस फेलो गुडाको ना सासु कम ना बहु कम, ए दिरो सम्मान 50-50 आका। केबे देखिबे इंडिया पाकिस्तान एक ही जीवो किंतु ए माने एक बारे बहुत कष्ट। तो एटार भाववाणी दरकार ना। आजकल आओ केटा भाववादी गाड़ी नंबर कोच कौन? प्रभु मेरे को बता रहे हैं, आको आको बता रहे हैं, काको नहीं बता रहे हैं। प्रभु मेरे को बता रहे हैं आपके गाड़ी का नंबर। ओ लॉर्ड, यदि छत्तीसगढ़ करो CG 23
ଛତିଶଗଡ଼ ପଳେଇବ, ଆନ୍ଧ୍ର ହେଲେ AP 24 ବୋଲି AP ବାଟେ ପଳେଇବ, ଓଡ଼ିଶା ଆସିଲେ OR10 ବୋଲି ଏପଟେ ପଳେଇ ଆସିବ, ଖାଲି ଗାଡି ନମ୍ବର। ଶୁଣୁଥିଲି ଘଟଣା, ଜଣେ ଭାବବାଦୀ ଯାଇଛନ୍ତି, ସେ ଭାବବାଦୀ ଇଆଡେ ୱାର୍ସିପ ଚଲା, ସିଆଡେ ବୁଲି କରି ଗାଡିର ନମ୍ବର ଦେଖି ବାରି ଆସୁଛନ୍ତି, ଆସି କଣ କହୁଛନ୍ତି, प्रभु मेरे को बता रहे हैं यहाँ एक व्यक्ति आए हैं और प्रभु मेरे को उनका गाड़ी का नंबर बता रहे हैं, काटा बता रहे हैं, स्टेज 24 गाड़ी नंबर। अगर कोई है तो खड़े हो जाए, कोई खड़ा हो से बाबड़ा खाली यही धंधा का। पवित्र आत्मा गाड़ी नंबर कहती नहीं, से आरटीओ ऑफिस से जॉइन करना गाड़ी नंबर कहवा से कौन करती, पाप विषय, विचार विषय, दंड विषय से कहती, एटा पवित्र आत्मा काम, एटा पवित्र आत्मा काम। प्रभु मते जनाउछंती, भाई सकाळे 2टा पूरी, गोटे इडली आ गोटे मसला दोसा खाइलो, कोड देखि दैछंती, आसी सेटा कहउछंती, आज्ञा मानिबा पई पड़बा, आज्ञा इडली पूरी खाइलो दे सेटा भी कहि दउछंती। तो आमे सब भ्रमित होई बसछु, कोन आशीर्वाद करबा, प्रभु आशीर्वाद। आ ओडिया प्रचारक मन दे बाप रे, शुद्ध ओडिया रे आंभ मानक परमेश्वर से समस्त को प्रेम करंती, से प्रेमी को परमेश्वर, प्रेमी को परमेश्वर। आपण से गॉड चैनल जानतो, इंग्लिश वक्ता जदि आसबे नहीं, से मन भी स्टार्ट करती छथि, और गॉड इज लविंग गॉड, ही लव्स यू माय डियर ब्रदर, ही लव्स यू माय डियर सिस्टर। आज प्रभु मते छुईले, कोन बोल छुईले, तो प्रेम करती छुईले, ए मुंडा बोला कोन हेची, ए मान कर हे जाईची, आमस 4 पर्व 12 पद म आपण कहि के सारिबी। से प्रभु कोन करि छंती, एबे से दंड दी सारी छंती स्वरूप। तापर आपण 11 पद पढुते, 1 रो 11। सदा प्रभु एही कथा कहନ୍ତି, सदा प्रभु एक कथा कहନ୍ତି, आम्भे इदमर 3 हाँ 4 अपराध सकाशु तहिर दंड निवारण करबा नाही, हाँ। कारण से खड्ग धरि हाँ। आपणा भ्राता को गोड़ाइले हाँ। ओ सबु दया एबे परित्याग से कला, इदम को भी दंड दउछंती। तापर आपण 12 पद देखंतु, मात्र आम्भे हाँ। तय मन उपरे तोय मन ऊपर भी प्रभु दंड दउछंती। तापर 2 पर्व 1 पद, सदा प्रभु एही कथा कहନ୍ତି, हाँ। मयाबर 3 4 अपराध सकाशु एबे प्रभु समस्त को दंड दे, एबे मयाबर पाली पड़ला। इस्राएल कोन भाबुची, नाइ नाइ सेपट हेले हेबो, किंतु हमको हेबो नै, कारण आमे प्रभु को लोक। कोन करबे, पर चर्चा करबे, करबे तापर आमे प्रभु को लोक, अन्यर कथा काई की। मधुआ माने पैसा नथिले, आमे प्रभु को लोक, आमे पीबा कथा नै, जब दरमा मिलबा पड़ी पीबा कथा। भौणी माने टीवी रो जेतल रिचार्ज सरी जीव, कोन करबे, 2 दिन बाइबल धरि बसले। हमर भौणी माने एते बढ़िया, भौणी माने सीरियल देखुतिबे, जदि पानी पवन हला बोल प्रार्थना करे, प्रभु ए सीरियल सडबा पर्यंत राजा, ए पानी पवन बंद हो, करेंट न जाओ राजा, इलेक्ट्रिसिटी सप्लाई बंद न हो, बंद हो नहीं। साक्ष्य आरी आसके गत बुधवार दिन मो सीरियल देखिबा समय नहीं, प्रिय माने आमे कुआरे जाउछु, एमाने भाबुछंती कोन जे परमेश्वर एमान को दंड देबे नाही, एटा एमान को चिंता। तापर आपण देखिबे कोन, आपण 2 पर्व तारो 5 पद 6 पद पढंतु। मात्र आम्भे जिहुदा उपरे अग्नि निक्षेप करिबा, हाँ। ओ ताहा जेरुसलेमर अट्टालिका सकल ग्रास करिवो। सदा प्रभु एही कथा कहନ୍ତି, हाँ। इस्राएलर 3 4 अपराध सकाशु आम्भे तहिर दंड निवारण करबा नाही, कारण से माने रूपा पई धार्मिक आपण 8 पद पढि पढि जानतु, समस्त बाइबल देखिबे। हां, ओ एको जोड़ा पादुका पाई हाँ। दिनहीन को विक्रय माने गोटे जोड़ा पादुका पाई दिनहीन को बिक्री करछन्ती, माने के जिहुदी माने जिहुद लोक माने। तापर से माने दरिद्रर मस्तकरे हाँ। धूलिर आकांक्षा धूलिर आकांक्षा करन्ती, ओ नम्र लोकमानकर मार्ग वक्र करन्ती, हाँ। पुणी आम्भर पवित्र नाम अपवित्र करिबा पाई जणे पुरुष ओ ताहार पिता एक युवती रे गमन करन्ती। माने प्रिय भाई बहन माने जिहुदा कोन पाप करि नाही, आपण तळको देखबा, तळ पद पढंतु। आउ से माने प्रत्येक यज्ञ वेदीर निकटरे हाँ। बंधकी वस्त्रर ऊपर शयन करन्ती। बंधकी वस्त्र कोन को अछि, बंधकी वस्त्र संध्या बेले फेराइबार अछि, से बंधकी वस्त्र रखिछन्ती। हां, तापर
ଆଉ ସେମାନେ ଅର୍ଥଦଣ୍ଡ ପ୍ରାପ୍ତ ଲୋକମାନଙ୍କର ଦ୍ରାକ୍ଷାରସ ଆପଣମାନଙ୍କ ପରମେଶ୍ୱରଙ୍କ ଗୃହରେ ପାନ କରନ୍ତି। କଣ କରିଛନ୍ତି? ପ୍ରଭୁଙ୍କ ଘରେ ଯାଇ ମଦ ପିଉଛନ୍ତି। ଆମେ ଏ ସବୁ ପ୍ରକାର ପାପ ଯୁଦା କରୁଛି। କଣ ଭାବୁଛି? ପ୍ରଭୁ କହିଲେ ତାକୁ ବି ମୁଁ ଛାଡ଼ିବି ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ କାହାକୁ ଛାଡ଼ିବା ପରମେଶ୍ୱର ନୁହନ୍ତି, ସେ କାହାରିକୁ ଛାଡ଼ନ୍ତି ନାହିଁ। ସେ ସମସ୍ତଙ୍କର ପ୍ରଭୁ। ଆପଣ ମାନନ୍ତୁ କି ନ ମାନନ୍ତୁ, ସେ ସମସ୍ତଙ୍କୁ ପ୍ରେମ କରନ୍ତି। ସମସ୍ତ ପାଇଁ ତାଙ୍କ ପୁତ୍ରଙ୍କୁ ପଠାଇଥିଲେ, ଆଉ ସମସ୍ତଙ୍କୁ ବିଚାର ସେ କରିବେ। ଆଉ ନ୍ୟାୟ ବିଚାରକାରୀ ପରମେଶ୍ୱର କାହାକୁ ଛାଡ଼ିବେ ନାହିଁ। ମନେ ରଖିଥାନ୍ତୁ, ଯଦି ଆମର ଜୀବନ ଠିକ ନାହିଁ, আমার জীবন এটা কোন? এটা প্রস্তুতিকরণ মহোৎসব। নিজକୁ সজাড়িবা পাই। কোন পাই? খ্রিস্টକୁ সাক্ষাৎ করিবা পাই। আজি সজাড়িবার সময়টা। প্রভু আপনার অনুগ্রহ করন্তু। আজি বাক্য শুনিবা সময় আপনার জীবনে যদি কৌশি খুচরা পাপ আছে, প্রিয় পাপ, ঝিও মানে সবু নম্বর ডিলিট করে দিয়েছেন, আজ্ঞাঙ্ক নম্বর আঁকা আছে। কেউ আজ্ঞা তাঙ্কর আজ্ঞা। আর ঝিও কোন কোন না আরে কোন রাজা উঠিল, কু রাজা, কোটে রাজা সে। মানে গোটে ঝিওটাকে মু দেখুଥିଲି, সে বাহা হেবা পূর্বরু সে ছুয়ার না দিয়ে দিয়েছি। বাহা হি নাহান্তি, ছুয়ার না। ସବୁବେଳେ ତାକୁ ଧନ ଧନ ଧନ। କୁ ଧନ ଏଟା? ଦିନେ ଶୁଣିଲି, କୁ ଧନ ଲ ଏଟା? ଭାଇ, ମୁଁ ଗୋଟେ ପୁଅକୁ ଭଲ ପାଉଛି। ସେ ବହୁତ ବଡ ଚାକିରି କରୁଛି, ତା ବାପା ବି ବହୁତ ବଡ ଲୋକ, ଦିଲ୍ଲୀରେ ସର୍ଭିସ କରନ୍ତି। କହିଲି ଏତିକି କରନ୍ତି ଯେ ପ୍ରଭୁକୁ ପୁଅ ଜାଣିଛି କି ନାହିଁ? ନାଇଁ, ସେ ବାଇବଲ ପଢେ, ସେ ବି ପ୍ରାର୍ଥନା କରେ। ଏତିକି ଷ୍ଟୋରି ନାହିଁ, ଖ୍ରୀଷ୍ଟିଆନ କି ନାହିଁ କହ? ନାହିଁ, ଖ୍ରୀଷ୍ଟିଆନ ନାହିଁ। ମୁଁ କହିଲି ହେଇପାରିବ ନାହିଁ, ଏଟା ମ୍ୟାରେଜ ହେଇପାରିବ ନାହିଁ। ବିଶ୍ୱାସୀ ଅବିଶ୍ୱାସୀ ଚଳିବ ନାହିଁ, ଆଲୋକ ଅନ୍ଧାର ଚଳିବ ନାହିଁ। ସେ ଝିଅ ମୋର କଥା ମାନିଲା। ଦୀର୍ଘ ଦିନରୁ ଭଲ ପାଇ ଆସୁଛି, ମୋ କଥା ମାନିଲା। ସେ ଆମ ସାମ୍ନାରେ କାନ୍ଦି ପାରୁନଥିଲା, ବାଥରୁମରେ ବସି କାନ୍ଦୁଥିଲା, ସେ ଟଏଲେଟରେ ବସି କାନ୍ଦୁଥିଲା, ପୁରା ଚିତ୍କାର କରିକି କାନ୍ଦୁଥିଲା, ଗଳା ଫାଡ଼ି ଫାଡ଼ି କାନ୍ଦୁଥିଲା। ସେ ପୁଅକୁ ଛାଡ଼ିଦେଲା। ସେ ଆଜି ଭଲରେ ଅଛି। ସେ ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ, ପ୍ରିୟ ଭାଇ ଭଉଣୀ ମାନେ, ଆମର କଥା ଟିକେ ବାଧେ। ଯେ ମାନିଲା ସେ ବଞ୍ଚିଯିବ, ନହେଲେ ଆପଣ ମାନଙ୍କୁ ସେଠୁ ଡକାଇ କରି ଭୋକରେ ଶସ୍ରେ ଆସିବେ, ନ ଖାଇ ବସିବେ, ମୁହଁ ଶୁଖାଇ କରି ଆପଣଙ୍କୁ ଗାଳି କରିବ ନାଇଁ। ପ୍ରିୟ ମାନେ, କିଏ ଶାସନର କଥା କୁହେ? ମତେ ଜଣେ କହୁଥିଲା, ଆଜ୍ଞା ରାଜୀବ ଭାଇଙ୍କର ୟୁଟ୍ୟୁବରେ ବସିଲେ, ଆଜ୍ଞା ଜୁମରେ ଅଧଘଣ୍ଟା ଗାଳି କରିବେ, କମ୍ପଲସରି। ତାର ପଛେ ମୁଁ କହିଲି ତମର ଭାଗ୍ୟ ଭଲ, ତମକୁ ଗାଳି କରିବା ପାଇଁ ଗୋଟେ ପ୍ରଭୁଙ୍କ ଦାସ ମିଳିଛନ୍ତି। ଆଜିକାଲି ତ ମଦୁଆକୁ ବି ପ୍ରେସ ଦେଲ, ଜୁଆରୀକୁ ବି ପ୍ରେସ ଦେଲ, ସବୁକୁ ମଧ୍ୟ ଆସ ଆମର ଘରେ ଜାଗା ଅଛି ସମସ୍ତଙ୍କୁ। କାହିଁକି ପଇସା ମିଳିଯାଉଛି, 10 ମାସ ମିଳିଯାଉଛି, ଦାନ ମିଳିଯାଉଛି, ସବୁ ଚାଲୁ। এইটা ବି ଚାଲୁ, ସେଇଟା ବି ଚଳିବ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆପଣ ପାପକୁ ସାଲିସ କରିପାରନ୍ତି, କିନ୍ତୁ ପ୍ରଭୁ ନୁହଁ। ଆଜି କଣ କରିବା ଦରକାର? ଏମାନଙ୍କୁ ପ୍ରଭୁ ଦଣ୍ଡ ଦେଇଛନ୍ତି, ଏବେ ଜିହୁଦା ପର୍ଯ୍ୟନ୍ତ ପହଞ୍ଚିଛନ୍ତି। କଣ କହୁଛନ୍ତି? ଏମାନେ ଏମିତି ପାପ କରିଛନ୍ତି। ତାପରେ 4 ପର୍ବ 1 ପଦକୁ ଆସନ୍ତୁ। ହେ ସମରିୟାର ପର୍ବତବାସିନୀ ବାସନର ଗାଭୀ ସବୁ, ତୁମ୍ଭେମାନେ ଏହି ବାକ୍ୟ ଶୁଣ। ଶୁଣ, ତୁମ୍ଭେମାନେ ଦରିଦ୍ର ଗଣ ପ୍ରତି ଉପଦ୍ରବ କରୁଅଛ, ଦିନହୀନ ମାନଙ୍କୁ ଦଳି ପକାଉଅଛ। ତୁମ୍ଭେମାନେ ଆପଣା ଆପଣା କର୍ତ୍ତାକୁ କହୁଅଛ, ଆଣ ଆମ୍ଭେମାନେ ପାନ କରିବା। କଣ ଆଣ ଆମେ ପାନ କରିବା? ସମରିୟାରେ ଚାଲିଛି ଏସବୁ। ମାନେ ପାପ ପାପ ଅଟେ ଭାଇ ଭଉଣୀ ମାନେ। ଆପଣ କରନ୍ତୁ କି ମୁଁ କରେ, ମୁଁ କରୁଛି ବୋଲି ପାପ ନାହିଁ କି? ପାପ ନାହିଁ। ମୁଁ କଲେ ପାପ ନାହିଁ, ତୁମେ କଲେ ପାପ। ପାପ ପାପ ଅଟେ। ଆପଣ କରନ୍ତୁ, ମୁଁ କରେ, କିଏ କରନ୍ତୁ। ପ୍ରଭୁ ପାପକୁ ପାପ ପରି ଦେଖନ୍ତି, ସୁଯୋଗ ଦିଅନ୍ତି, ଫେରିବା ପାଇଁ ସୁଯୋଗ ଦିଅନ୍ତି। ଆଜିର ସନ୍ଧ୍ୟା, ଏ ପ୍ରସ୍ତୁତିର ସନ୍ଧ୍ୟାରେ ପ୍ରଭୁ ବି ଆପଣଙ୍କୁ କିଛି କହିବା ପାଇଁ ଚାହୁଁଛନ୍ତି। ଏବେ ଯାଏ ବଞ୍ଚିଛୁ ଆମେ। ଏବେ ପର୍ଯ୍ୟନ୍ତ ରାସ୍ତାରେ କେତେ ଆକ୍ସିଡେଣ୍ଟ ଚାଲିଗଲେ, କରୋନା ବେଳେ କେତେ ଜଣ ମରିଗଲେ, ଆହୁରି କେତେ ଜଣ ଚାଲିଗଲେ। ଆମେ ହଉଛୁ କଣ ପାଇଁ? ଏତେ ଧାର୍ମିକ ଆମେ, ଏତେ ଭକ୍ତ, ଏତେ ସାଧୁ। ପ୍ରଭୁ ସୁଯୋଗ ଦେଇଛନ୍ତି, ପୁଅରେ ଝିଅରେ ତୋର ଜୀବନ ସଜାଡ଼ିବାର ସମୟ ଏଇଟା ବୋଲିକି। ଆପଣ 4 ପଦ ପଢନ୍ତୁ, 4:4। ମାନେ ବୈଠଲକୁ ଯାଇ ଅପରାଧ କର, ଗିଲଗଲକୁ ଯାଇ ଅପରାଧ। କୋଉଠି ଅପରାଧ? ବୈଠଲକୁ ଯାଇ ଅପରାଧ, ଗିଲଗୁଲକୁ ଯାଇ ଅପରାଧ କର। ଆଉ ପ୍ରତି ପ୍ରଭାତରେ ଆପଣା ଆପଣା ବଳି
ପ୍ରତି 3 ଦିନରେ ହଁ। ଆପଣ ଆପଣର ଦଶମାଂଶ ଉତ୍ସର୍ଗ କର। ଦଶମାଂଶ ଦଉଛନ୍ତି, ବଳି ଦଉଛନ୍ତି, ସେଠି ଯାଇ ପାପ, ଏଠି ଯାଇ ପାପ, ଦାନ, ଦଶମାଂଶ, ପ୍ରାର୍ଥନା। ଓ ବାପରେ, ୱଣ୍ଡରଫୁଲ। সোমବାরରୁ ଶନିବାର ପାପ, ରବିବାର ଦିନ ଆସିକରି ଲର୍ଡ ପ୍ରଭୁ, ତାର ମୁହଁ ଗୁଡାକ ଦେଖିବେ ଏତେ ସାଧୁ, ଏତେ ନମ୍ର। ଆପଣ କେବେ ଦେଖିଛନ୍ତି? ଏବେ ଗୁଡ ଫ୍ରାଇଡେ, ଏବେ 2-3 ଦିନ ଯାଇଛି। ଗୁଡ ଫ୍ରାଇଡେ ଦିନ ଲୋକମାନଙ୍କ ମୁହଁ କେମିତି ଥିଲା? ତାଙ୍କର ମୁହଁକୁ ଦେଖିବ, ଯୋଉ ବିଚିତ୍ର ମୁହଁ ସେମାନଙ୍କ। ସ୍ୱାମୀ ମାନଙ୍କ ମୁହଁ ତ ପେଚା ଭଳିଆ, ଭଉଣୀ ମାନେ ମେକଅପ୍ କରୁନଥିଲେ। ମତେ ଜଣେ କହୁଛି, ଭାଇ ଆପଣ ପିତା ଶାଗ ଖାଆନ୍ତି? ମୁଁ କହିଲି ପିତା ଶାଗ ଖାଏ ସିଷ୍ଟର, କିନ୍ତୁ ଆଗ ଭିତର ପିତା ଟିକେ ବାହାର କରବାର। ଭିତରେ ତ ପିତା ଅଛି, ବାହାର ପିତା କାହିଁ ପକାଇବା? ଡବଲ ପିତା। ଏବେ ଯେତିକି ଲୋକ ଦାଢି ପାଢି ଛାଡ଼ିଥିଲେ କି ନା, ଏବେ କାଟିଛନ୍ତି। ପ୍ରିୟ ମାନେ, ଲେନ୍ଥ ପିରିୟଡରେ ମୁହଁର ଲେନ୍ଥ ବଢାଇଲେ କଣ ହବ? ଦାଢି ଛାଡ଼ିଥିଲେ, ଦାଢି ଛାଡ଼ିଲେ କଣ ହବ? ଆପଣଙ୍କର ସେଇ ରେଜର ପଇସା ବଳବ, ମୁଣ୍ଡରେ ତେଲ ଲଗାଇଲେ କଣ? ତେଲ ପଇସା ବଳବ। ଆଇଁଷ ଛାଡ଼ିଲେ କଣ ହବ? ଚର୍ବି ଟିକେ କମବ, ଟିକେ ସ୍ଲିମ୍ ହେଇକରି ବୁଲିବ। ଆହୁରି କଣ ଅଧିକା ହେଇଯିବ? ଯେତିକି ଲୋକ ମଦ ଛାଡ଼ିଥିଲେ ଏବେ ଷ୍ଟାର୍ଟ କରିଛନ୍ତି। କେବେ? ପୁନରୁତ୍ଥାନ ଦିନରେ। ମରଣ ବିଜୟୀ, ମରଣ ବୀଜ ଷ୍ଟାର୍ଟ। ଜି ଉଠା ହେ ମସିହା, ସେ ଖୁସିରେ ପିଇ ଦେଇଛନ୍ତି। ଖ୍ରୀଷ୍ଟିଆନ ଭିଲେଜ ଗୁଡାକ ଦେଖିବେ ମଦ ବିକ୍ରି ହଉଛି। ଗୋଟେ ଗାଁରେ ଯାଇଥିଲି, ସେ ମଦ ବିକିବା ଲୋକ ପ୍ରାଚୀନ। ମୁଁ କହିଲି ମଦ ଛାଡ, ବିକବାକୁ ଛାଡ, ଅମୁକ ଛାଡ, ଶଙ୍କ ଛାଡ। ଜଣେ ଆସି କହିଲେ, ଆଜ୍ଞା ଆମର ପ୍ରାଚୀନ ଆକା ବିକୁଛି ଆଜ୍ଞା। ମରିଗଲି କୋଉ ଧନ୍ଦାରେ। ତାପରେ ମୁଁ ଶୁଣିଲି ସେ ମଦ ବିକବା ଛାଡିଦେଲେ। ସେ ମତେ କହିଲେ, ଆଜ୍ଞା ଆମର ମିଟିଂ ଗୋଟେ ମିରାକେଲ ହେଇଗଲା। ଆଜ୍ଞା କଣ ମିରାକେଲ? ଏତିକି ବର୍ଷରୁ ମଦ ବିକୁଥିଲା ଆଜ୍ଞା। ଏଟା ମୁଁ 2ଟା କହିଦେଇଥିଲି। ମୁଁ ଅପସନ ଛାଡେ ନାହିଁ। ମାଇକ ଯେବେ ଧରେ ସିଧା କଥା କୁହେ, ତାପରେ ଛାଡେ। ମୁଁ କହିଲି ମଦ ପିଇବା ଲୋକ ଯଦି ନରକ ଯିବ, ମଦ ବିକବା ଲୋକ କୋଉଠି ଯିବ? ଗୋଟେ ଗାଁରେ ଯାଇଥିଲି, ମୁଁ କହିଲି, କାରଣ ବାଇବଲ ଲେଖା ଅଛି ମଦ ସ୍ୱର୍ଗକୁ ଯିବେ ନାହିଁ। ବୁଢୀ ମାସରେ କହୁଛି, ବାବୁ ତୁମେ କହୁଥିଲ ପରା ଆଜ୍ଞା ମଦ ପିଇବା ଲୋକ ସ୍ୱର୍ଗକୁ ଯିବେ ନାହିଁ ବୋଲି। ମୁଁ କହିଲି, ମୁଇଁ କହୁନାହିଁ ମା, ବାଇବଲ କହୁଛି ସ୍ୱର୍ଗକୁ ଯିବେ। ତେଣେ ନ ଗଲେ ନାଇଁ ବାବୁ, ମୋର ସ୍ୱାମୀ ମଦ ପିଉ ନାହିଁ ଆଜ୍ଞା। ମୁଁ କହିଲି, ଭଲ କଥା ମା, ତ ବଢିଆ କଥା, ତମ ସ୍ୱାମୀ ପିଉ ନାହିଁ। ଆଜ୍ଞା ମୋର 2ଟା ପୁଅ ବି ପିଉନାହାନ୍ତି ଆଜ୍ଞା। ଇଏ ବାପା, ସୁନା ମୁଣ୍ଡା ପରା ପିଲା ପାଇଛ। ମୋର 2ଟା ଜୁଇଁ ମିଶା ପିଉନାହାନ୍ତି ଆଜ୍ଞା, ପିଇବେ ନାହିଁ। ମୋର 2ଟା ଜୁଇଁ ମିଶା ପିଇବେ ନାହିଁ, ମୋର ପିଲା ପିଇବ ନାହିଁ, ମୋର ସ୍ୱାମୀ ପିଇବ ନାହିଁ। ମୁଁ ପଚାରିଲି, ହେଲେ କଣ ହେଲା ମା? ବୋଲାରୁ, ଆମେ ବିକୁଛୁ ଆଜ୍ଞା। ବାରେ ବା, ତୋର ଦୋକାନରେ ମଦ ପିଇ ସବୁ ନରକକୁ ଯିବେ, ତୁ ବିକି କରି ପସ ଧରି ସ୍ୱର୍ଗକୁ ଯିବୁ। আর প্রভু কো হে রাজা উপকার কি অর্পণ করব। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏମାନେ ପାପ କରିଛନ୍ତି, କୁକର୍ମ କରିଛନ୍ତି, ଆଉ ଧାର୍ମିକତା ବି ଦେଖାଇଛନ୍ତି। ମନେ ରଖିଥାନ୍ତୁ, ଏ ସୁପରଫିସିଆଲ ରିଲିଜିଅନ ଆମକୁ ଦିନେ ବୁଡେଇବ ଆମମାନଙ୍କୁ। ରିଲିଜିୟସିଟି ଇଜ ନଟ୍ ସ୍ପିରିଚୁଆଲିଟି। ଏବେ ଆମର ପିଲାମାନେ ଆସିକରି ଚେୟାର ପକାଉଛନ୍ତି, ଦୋଳି ପକାଉଛନ୍ତି, ଲାଇଟ ଲଗାଉଛନ୍ତି। ଆମେ କଣ କହୁଛୁ? ଆମ ପିଲାମାନେ କେତେ ସ୍ପିରିଚୁଆଲ ହେଇଗଲେଣି। କଣ ସ୍ପିରିଚୁଆଲ? ଏ ପଟି ପକାଇବାଟା ସ୍ପିରିଚୁଆଲ, ଏ ଦୋଳି ପକାଇବାଟା ସ୍ପିରିଚୁଆଲ। କଣ ସ୍ପିରିଚୁଆଲ? ଗୀତ 2ଟା ଗାଇଲେ ସ୍ପିରିଚୁଆଲ? ଗୀତର ବ୍ୟାକଗ୍ରାଉଣ୍ଡ ଜାଣିଛନ୍ତି? ଥରେ ଗୋଟେ ମିଟିଂ ଥିଲା, ରିଭାଇଭାଲ ମିଟିଂ। ସେଇଠି ଗୀତ ଗାଇବା ଗୋଟେ କୋର ଟିମ୍ ପଳେଇଛନ୍ତି, ଗାଉଛନ୍ତି ଗୀତ, ଗିଟାର ବଜାଉଛି, ଗୀତ ଗାଉଛି। ଗୋଟେ ବୁଢୀ ମା ପଚାରିଲେ, ଏମାନେ କିଏ? ନାଇଁ ମା, ଏମାନେ କଏଲ ଗ୍ରୁପ। କଏଲ ଗ୍ରୁପ ନାଇଁ, କଏଲ ଗ୍ରୁପ। ଏମାନେ କଏଲ ଗ୍ରୁପ। ଓହୋ, କଏଲ ଗ୍ରୁପ ବୋଲେ ଖଟା ନାଇଁ, ଆରାଧନା ଆରାଧନା କରିବାକୁ। ଏମାନେ ତ ରାତିରେ ସେ ଭଟାରେ ବସି ମଦ ପିଉଥିଲେ। ଏଟା ମାନେ କଏଲ ଗ୍ରୁପ ଆସିଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆଶ୍ଚର୍ଯ୍ୟ ଲାଗୁନାହିଁ? ଏବେ ଗୋଟେ ମିଟିଂରେ ମୁଁ ଯାଇଥିଲି, ରିସେଣ୍ଟଲି ଯାଇଥିଲି। ମୁଁ ଜଣକ ଘରେ ରୁହେ, ମୁଁ ହୋଟେଲରେ ରୁହେ ନାହିଁ। ଭାଇମାନଙ୍କ ମନରେ ମୋ ପ୍ରତି ଦୁଃଖ ଅଛି। ମୁଁ ଜାଣୁଛି, ମୁହଁକୁ ଦେଖିଲେ ମତେ ଲାଗୁଛି ଟିକେ ଅଭିଯୋଗ ଥିବ ବୋଲି। ମୁଁ କାହିଁକି ହୋଟେଲରେ ରହୁନାହିଁ? ଆମେ ଯୋଉ କଷ୍ଟରେ ମିଟିଂ କରୁଛୁ, ସେ ହୋଟେଲ ବାଲା କାହିଁକି 6,000 ଟଙ୍କା ଦେବ?
ମୁଁ ଚାହିଁଲେ ଟ୍ୟାକ୍ସିରେ ଆସିଥାନ୍ତି। ଭାଇ କହିଲେ ଭାଇ ଆପଣ ଟ୍ୟାକ୍ସିରେ ଆସନ୍ତୁ, ଭଡ଼ା ମୁଇଁ ଦେବି। ଭଡ଼ା ସେ ଦିଅନ୍ତୁ, ମୁଇଁ ଦିଏ, ଏକା କଥା ହେଲା। ସେ ଦେବେ 10,000 ଟଙ୍କା ଭଡ଼ା। ସେ 10,000 ହୋଟେଲର 6,000 16,000 16,000 ବୋଲେ ଏ ଲୋକ ଦେଇ ହେବ କି ନାଇଁ ଏଠି? ସେଇଥିପାଇଁ ସେ ବସରେ ବସିକରି କେତେ ଖୁସିରେ ଆସିଲୁ କି ନାଇଁ। ଆମେ କିଛି ଖାଇବାଟା ଆଣିନୁ। କାଲି ଆମର ଏତେ ଭାଇ ଭଉଣୀ ଆସିଲେ ଆମେ କାହିଁ ଖାଇବା କାଢିବୁ? ମୋ ସ୍ତ୍ରୀ ପଚାରିଲେ ହୋଇ ଆମେ ସମସ୍ତେ ଖାଇବାଟା ଆଣିଛନ୍ତି, ଖୁସି ହେଲି ଯାଉ ସମସ୍ତେ ଆଣିଛନ୍ତି, ଆମେ ଆଣିଲୁ କଣ କରିବା? କଣ ପାଇଁ ଟେନସନ? ସବୁ ରୁଟି ଆମକୁ ମିଳିବ, ଭଜା ମିଳିବ, ଡାଲି ମିଳିବ, ଭାତ ମିଳିବ, ସବୁର ମାଗି ଖାଇଲୁ। ହେଲେ ଆମେ ଖାଇଲେ ହେବ ନାହିଁ। ପ୍ଲାନ କରି ତଳେ ଓଳିଲି, କଦଳୀ ଗୋଟେ ଡଜନ ଖାଇଲି, ସବୁ ଲୋକ ଦେଇଦେଲି। ଫ୍ରିରେ ଖାଇଲେ ତମର କଦଳୀ ତମେ। କହିବାର ଉଦ୍ଦେଶ୍ୟ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଗୋଟେ ପରିବାର ଲୋକମାନେ, ସେଇଟା ଆମର ଇଚ୍ଛା। ଲୋକ ଭାବିଥିବେ ନାଇଁ ଆଜ୍ଞା ହୋଟେଲରେ ରହିବାକୁ ଇଚ୍ଛା କରୁନାହାନ୍ତି, କାହାକୁ ହୋଟେଲ ରହିବାକୁ ଇଚ୍ଛା ନାହିଁ। ମୋ ରୁମରେ ଆସି ଦେଖ, ସବୁ ଲୋକ ରହିବାକୁ ଇଚ୍ଛା କରେ। ଏତେ ବଢିଆ ହୋଟେଲ, ସଫା ସୁତରା, ଏସି ଲାଗିଲେ ଆରାମରେ କମ୍ବଳ ଗୁଡାଇଲେ କି ଶାନ୍ତିରେ ନିଦ ଆସୁଛି। ପ୍ରିୟ ଭାଇ ଭଉଣୀ ମାନେ, ଆମର ସେବା କାର୍ଯ୍ୟ ପଇସା କମେଇବାର ସେବା କାର୍ଯ୍ୟ ନୁହେଁ। ଆମେ ଯୀଶୁଙ୍କ ପାଇଁ ବଞ୍ଚୁଛୁ, ଯୀଶୁଙ୍କର ନାଁ ନେଇ ବଞ୍ଚୁନୁ। ମୁଁ ଆପଣ ମାନଙ୍କୁ କହି ରଖେ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମ ସମସ୍ତଙ୍କୁ, ଆମ 3 ଜଣଙ୍କ ସେବା ସେଇଟା। ନହେଲେ ଆମେ ତ ସ୍ୱାମୀ ସ୍ତ୍ରୀ, ଆମର ଆଗକୁ ପଛକୁ କିଏ ନାହିଁ ଯେ ପିଲା ଚିଲାକୁ ପାଠ ଶାଠ ପଢେଇବୁ କି ବାପା ମା, କିଛି ନାହିଁ। 3ଟା ମିଟିଂ କଲେ ମାସଟାକୁ ଆରାମରେ, ମାସ 3ଟା ମିଟିଂ କରିଦେବୁ, 10,000 ଟଙ୍କା ଦେବେ, ଖାଇଦେବୁ, ଶାନ୍ତିରେ ଯିବୁ। ସରିଗଲେ ପୁଣି ଏ ଦିନ ରାତି ଦୌଡ଼ିବାର ଆବଶ୍ୟକ କର। କାରଣ ଆମେ ଅନ୍ତିମ ସମୟରେ ଗୋଟେ ସୁଯୋଗ ପାଇଛୁ, ଏ ସୁଯୋଗରେ କେମିତି ଲୋକମାନେ ଉଦ୍ଧାର ପାଇବେ। ମଝିରେ ଗୋଟେ ମିଟିଂ କୋଉଠି ଚାଲିଥିଲା, ଜଣେ ଯାଇ କହିଲେ ନିରଞ୍ଜନ ତରଫରୁ ଡାକ ମିଟିଂରେ, ଆୟୋଜକ କଣ କହୁଛନ୍ତି ସେ କେତେ ଦେବ, ମୁଇଁ ପୁଣି ପଇସା ଦେବି। ବାୟାଟା ମତେ ପାଗଲା କୋଉଠି କାମୁଡ଼ିଛି। मैं देता नहीं लेता हूं, देने वाला प्रचारक नहीं हूं। मु काढ़ देवी कहीं देवी, मोर बाक्य शुरू नहीं बोली करे। प्रिय माने जदि कहवा सुजोग मैंने बस लिखी ए बही 7 दिन लिखी, 7 दिन गोटे बही हो गला कथा, आगे 7 दिन मिले आज गोटे बही, आज गोटे 7 दिन आगे गोटे टेंशन नहीं। ମୁଁ ସବୁବେଳେ କହେ ଯଦି କେହି ନ ଡାକଲେ ଆଣ୍ଠୁ ମାରିବୁ, ବାଇବେଲ ଖୋଲି ବସିବୁ, ଆମର ପ୍ରଭୁ ଜିନ୍ଦାବାଦ, ସେ ବଞ୍ଚିଥିବା ଯେ ବୁକରେ ମରିବୁ। କରୋନା ବେଳେ ମରିଲୁ କି ଆମେ? ଏ ଯୋଉ ପେଟ ବାହାରିଛି କେବେ ବାହାରିଲା ଏଇଟା? ଏ ଯୋଉ ମୋଟା ହେଲୁ କେବେ ହେଲୁ? ଏଇଟା ଆପଣ ମାନେ ମୋଟା କେବେ ହେଇଛନ୍ତି? କରୋନା, ବ୍ଲେସିଂ ଅଫ କରୋନା। ଯୋଉ 4-5 ପ୍ରକାର ଆଇଟମ ଭଉଣୀ ମାନେ ସେମାନେ କୁକ୍ ଭଳିଆ କିଚେନରେ ରାନ୍ଧ ଏଣ୍ଡି ଇରାଜୁ ଚାଲ ଯୋଉଟା ବନାଉଛ ସବୁ ଚାଲ। ପ୍ରିୟ ଭାଇ ଭଉଣୀ ମାନେ, ଏ ସବୁ ଆଶୀର୍ବାଦ କଣ କରିଛି? ଏ ଲୋକମାନଙ୍କୁ ଭ୍ରମିତ କରିଛି। ଏବେ ପ୍ରଭୁ କାହାର ପାଳି ଆସିଛି? ଏବେ ଇସ୍ରାଏଲର ପାଳି ଆସିଛି। ଇସ୍ରାଏଲ ସମସ୍ତଙ୍କୁ ହେଇଗଲା ତ। ଏବେ ପ୍ରଭୁ କଣ କରିଛନ୍ତି? ଇସ୍ରାଏଲକୁ ଦଣ୍ଡ ଦଉନାହାନ୍ତି। 4 ପର୍ବ ଦେଖିବେ, 4 ପର୍ବ ତାର 6 ପଦ। ଆଉ ଆମ୍ଭେ ତୁମ୍ଭମାନଙ୍କର ସମୁଦାୟ ନଗରରେ ଦନ୍ତ ପକ୍ତିର ନିର୍ମଳତା ଓ ତୁମ୍ଭମାନଙ୍କର ସମୁଦାୟ ବାସସ୍ଥାନରେ ଅନାଭାବ ତୁମ୍ଭମାନଙ୍କୁ ଦେଇଅଛୁ, ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହ, ଏହା ସଦାପ୍ରଭୁ କହନ୍ତି। ପ୍ରଭୁ କଣ କରିଛନ୍ତି? ଏମାନଙ୍କୁ ଦଣ୍ଡ, ସେମାନଙ୍କୁ ଦଣ୍ଡ ଦେଲା ପରେ ଦେଇନାହାନ୍ତି। ପ୍ରଭୁ କଣ କରିଛନ୍ତି? ଲେଖାଯାଉଛି ଆଉ ଆମ୍ଭେ ତୁମମାନଙ୍କ ସମୁଦାୟ ନଗରରେ ଦନ୍ତ ପଙ୍କ୍ତିର ନିର୍ମଳତା, ମାନେ କଣ? ସକାଳେ ବ୍ରଶ କରିଛନ୍ତି, ଖାଇନାହାନ୍ତି, ଦାନ୍ତ ପୁରା ସଫା, ପୁରା ସଫା। ଖାଇଥିଲେ ତ ଲାଗିବ ଦାନ୍ତରେ। ଦନ୍ତ ପଙ୍କ୍ତିର ନିର୍ମଳତା ଓ ତୁମମାନଙ୍କ ସମୁଦାୟ ବାସସ୍ଥାନରେ ଅନାଭାବ ତୁମମାନଙ୍କୁ ଦେଇଅଛୁ, ତଥାପି ତୁମେ ମାନେ ଆମ ପ୍ରତି ଫେରି ନାହ, ଏହା ସଦାପ୍ରଭୁ କହନ୍ତି। ଏମାନେ କଣ କରିବା କଥା? ପ୍ରଭୁଙ୍କ ପାଖକୁ ଯାଇ କହିବା କଥା, ପ୍ରଭୁ ଆପଣ ତ ଆମର ଆହାର ଯୋଗାଇବା ପରମେଶ୍ୱର, ଆପଣ ତ ପ୍ରାନ୍ତରରେ ଆହାର ଯୋଗାଇଥିଲେ, ଆମକୁ କେବେ ଭୋକରେ ମାରି ନାହାନ୍ତି। ପ୍ରଭୁ ଆମେ ବୁଣି ନାହୁଁ, କାଟି ନାହୁଁ, ଖାଇବାକୁ ଦେଇଛନ୍ତି, ପ୍ରଭୁ ଆଜି କାହିଁକି ଦଉନ ରାଜା? ପଚାରିବା କଥା। ଏମାନେ ପ୍ରଭୁ କହୁଛନ୍ତି ଆସିନାହାନ୍ତି ଏମାନେ। ତାପରେ ପ୍ରଭୁ କଣ? ଠିକ ଅଛି, ଏମିତି ତ ଆସୁନାହାନ୍ତି। ତାପରେ ଆପଣ ଦେଖିବେ 8 ପଦ। ତହୁ ସକାଶୁ 2
ତିନି ନଗରସ୍ଥ ଲୋକମାନେ ଆପଣ 7-8 ପଢି ଦିଅନ୍ତୁ। ଆହୁରି ହଁ। ଶସ୍ୟ ପାଚିବାର 3 ମାସ ପୂର୍ବେ ଆଉ ଶସ୍ୟ ପାଚିବାର 3 ମାସ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କ ଠାରୁ ବୃଷ୍ଟି ନିବାରଣ କରିଅଛୁ। କଣ ଶସ୍ୟ କେମିତି ବୃଷ୍ଟି ହେବ? ଆଦ୍ୟ ବୃଷ୍ଟିରେ ଚାଷ ହେବ, ତାପରେ ପାଚିଲା ବେଳକୁ ଶେଷ ବୃଷ୍ଟି ହେବ। ତ ଶେଷ ବୃଷ୍ଟି ବେଳକୁ ସେ ବୃଷ୍ଟି ବନ୍ଦ ହେଇଗଲା, ଶସ୍ୟ ଖତମ। ପଢନ୍ତୁ କଣ ଲେଖାଇଛି? ପୁଣି ହଁ। ଏକ ନଗରରେ ହଁ। ଜଳ ବର୍ଷାଇଅଛୁ ଏକ ନଗର ଜଳ ବର୍ଷାଇ ଅଛୁ, ଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ। ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ। ଖଣ୍ଡେ କ୍ଷେତ୍ରରେ ବୃଷ୍ଟି ହେଲା ହଁ। ଓ ଯେଉଁ ଖଣ୍ଡକରେ ବୃଷ୍ଟି ନହିଲା ହଁ। ତାହା ଶୁଷ୍କ ହେଲା। ଶୁଷ୍କ ହେଲା। ତହିଁ ସକାଶୁ 2 ହଁ। 3 ନଗରସ୍ଥ ଲୋକମାନେ ଜଳ ପାନ କରିବା ନିମନ୍ତେ ବୁଲି ବୁଲି କଣ କଲେ? ପାଣି ନାହିଁ, ପିଇବା ପାଇଁ ପାଣି ନାହିଁ, ବୃଷ୍ଟି ନାହିଁ, ଏମାନେ ଚାରିଆଡେ ଜଳ ଖୋଜି ବୁଲୁଛନ୍ତି। ତାପରେ କଣ ଲେଖା ଅଛି? ଅନ୍ୟ ଏକ ନଗରକୁ ଗଲେ ହଁ। ମାତ୍ର ତୃପ୍ତ ନହିଲେ ହଁ। ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହ, ହଁ। ଏହା ସଦାପ୍ରଭୁ କହନ୍ତି। ମାନେ ଭାବି ଦେଖନ୍ତୁ, ପ୍ରଥମରେ ଦାନ୍ତ ଘଷିଲେ ଖାଇବାକୁ ନାହିଁ। ପ୍ରଭୁ ତୁମେ ତ ଆହାର ଯୋଗାଇବା ପରମେଶ୍ୱର, କାହିଁକି ନାହିଁ ପ୍ରଭୁ? ପ୍ରଭୁ କହିଥାନ୍ତେ ତୁମର ପାପ ସକାଶେ ତା ନାହିଁ। ସେମାନେ ବି ଆଙ୍କ ମାରାତ୍ମକ ପାପ କରିଛନ୍ତି। ଆପଣ ଯଦି ପଢିବେ, ଏମାନଙ୍କ ପାପ ବି କମ ପାପ ନୁହେଁ, ପାପ କରିଛନ୍ତି। ତ ପ୍ରଭୁ କଣ କଲେ? ଏ ପାପରୁ ଫେରିବେ ପରା ବୋଲିକି କଣ କଲେ? ଖାଦ୍ୟର ଅଭାବ ଦେଲେ। ଭାଇ ଭଉଣୀ ମାନେ, ଆପଣଙ୍କୁ ଖାଦ୍ୟର ଅଭାବ ହେଲେ ବ୍ୟାଙ୍କ ଲୋନକୁ ଯାଆନ୍ତୁ ନାହିଁ, ଉଧାର ମାଗବାକୁ ଯାଆନ୍ତୁ ନାହିଁ, ସାହୁକାର ପାଖକୁ ଯାଆନ୍ତୁ ନାହିଁ, ପ୍ରଭୁଙ୍କ ପାଖକୁ ଯାଆନ୍ତୁ। ପ୍ରଭୁ କଣ ହେଲା ପ୍ରଭୁ ଯେ ଆମର ଅଭାବ ହଉଛି? କାହିଁକି ପ୍ରଭୁ ଖାଇବାକୁ ନାହିଁ? କାହିଁକି ପ୍ରଭୁ ଚାକରି ନାହିଁ? କାହିଁକି ପ୍ରଭୁ ସମସ୍ୟା? ଏଇଟା ନ ପଚାରି ଆର ଗୋଡ ଧର, ତାର ଗୋଡ ଧର, ଆକୁ ମାଗ, ତାକୁ ମାଗ। ଅଭାବ ହେଲେ କଣ କରୁଛୁ? କାକା ଏ କାକା ଗୋଟେ 10,000 ଟଙ୍କା ଦେଇଥିବ। କାକା ବେଟା ଆସେ, ତୁ ଆସେ।